ନୀଳଗିରିର ବିକାଶ କେତେ ମୁଖଶାଳରୁ ଜଣାପଡ଼େ। ଗାଁ ପରିମଳ ପୋଖରୀ ତୁଠରୁ ବାରି ହୁଏ। ନୀଳଗିରି 1948 ମସିହାରେ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇବା ପରେ ସେହି ଦିନଠାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସର୍ବଦା ପ୍ରଚାର ସର୍ବସ୍ୱ ହୋଇ ରହିଯାଇଛି। ଏପରିକି ନୀଳଗିରିର ମୁଖଶାଳା କୁହାଯାଉଥିବା ସରକାରୀ ଡାକବଙ୍ଗଳା କିଭଳି ଅବହେଳିତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ତାହା ସର୍ବସମ୍ମୁଖରେ ବିଦ୍ୟମାନ। ସେ ସମୟର ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜଙ୍କ ଅମଳରେ ଉକ୍ତ ଡାକ ବଙ୍ଗଳା ନିର୍ମିତ ହୋଇଥିଲା। ଯେଉଁ ଠାକୁର ରାଜାଙ୍କ ସାକ୍ଷାତକାର ପାଇଁ ଆସୁଥିବା ଇଂରେଜ ଅମଲା ଆସି ରାଜାଙ୍କୁ ଭେଟୁଥିଲେ। 1948 ମସିହାରେ ଯେଉଁ ସମୟରେ ରାଜା ନିଜର ରାଜତ୍ୱ ହସ୍ତାନ୍ତର କରିଥିଲେ ସେହି ଚୁକ୍ତିନାମା କାର୍ଯ୍ୟକ୍ରମ ଉକ୍ତ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା। ଆଗକୁ ପ୍ରାୟ 7 ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଏହି ଡାକ ବଙ୍ଗଳାକୁ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ହସ୍ତି ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ଏଠାରେ ରାତ୍ରି ଯାପନ କରିବାର ସୌଭାଗ୍ୟ ପାଇଛନ୍ତି। ଖାଲି ସେତିକି ନୁହେଁ, ନୀଳଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦଳର ରାଜନୈତିକ ବ୍ୟକ୍ତିବିଶେଷ ନିର୍ବାଚିତ ଲୋକପ୍ରତିନିଧିଗଣ ବିଭିନ୍ନ ସମୟରେ ନୀଳଗିରିର ବିକାଶର ଡିମ୍ଡିମା ପିଟୁଥିବା ବେଳେ ତାହା ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଏଠାରେ ମୁଖ୍ୟ ଆଲୋଚ୍ୟ ବିଷୟ ଏହିକି ରାଜ୍ୟ ଶାସନ ସମୟରେ ନିର୍ମିତ ସେହି ଡାକ ବଙ୍ଗଳାଟି ରହିଛି, ମାତ୍ର ତାହା ସରକାରଙ୍କ ଶୁଭ ଦୃଷ୍ଟିରେ ପଡ଼ୁନି କିମ୍ବା ଏହାର ଚୌପାର୍ଶ୍ୱରେ ପାଚେରୀ ନଥିବାରୁ ହିଂସ୍ର ବନ୍ୟ ପ୍ରାଣୀଙ୍କ ଚରାଭୂଇଁ ପାଲଟିଥିବା ସହିତ ନିଶାଳୀମାନଙ୍କର ଆଡ୍ଡାସ୍ଥଳୀ ଓ ବିଶ୍ରାମସ୍ଥଳୀ ପାଲଟିଛି। ଏଠାରେ ଗୋଟିଏ ପୋଖରୀ ପୋତିଯିବାକୁ ବସିଲାଣି, ତାହାର ପୁନଃ ଉଦ୍ଧାର ହେଉନଥିବାରୁ ଅପରିଷ୍କାର ଅପରିଚ୍ଛନ୍ନ ଲତା ବୁଦା ମାଡ଼ିଗଲାଣି। ବହୁ ପୁରାତନ ଡାକ ବଙ୍ଗଳାଟି ଆଜି ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ନାମକୁ ମାତ୍ର ଫାଟକରେ ତାଲା, କିନ୍ତୁ ଚାରିପଟେ ମେଲା। ଏହା ଉପଖଣ୍ଡର ପ୍ରଶାସନ ଅଧୀନରେ ଥିଲେ ମଧ୍ୟ ଏଥିପ୍ରତି ନିଘା ନାହିଁ। ଉକ୍ତ ଡାକ ବଙ୍ଗଳାକୁ ସମସ୍ତଙ୍କ ପାଦ ପଡ଼ୁଥିବା ବେଳେ ଯଦି ଏଭଳି ଅବସ୍ଥା ଦୃଷ୍ଟିଗୋଚର ହୁଏ, ନୀଳଗିରିର ବିକାଶ କେତେ ମାତ୍ରାରେ ବିକଶିତ ତାହା ସ୍ପଷ୍ଟ ଅନୁମେୟ। ଆପଣ ପରିଚୟଟା ଦେବେ। ଚିତ୍ତରଞ୍ଜନ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ନୀଳଗିରି, ସଭାପତି ନୀଳଗିରି ସବ୍ ଡିଭିଜନାଲ ବାର୍ ଆସୋସିଏସନ୍। ଆଚ୍ଛା, ଏ ଯେଉଁ ନୀଳଗିରି ସାର୍କିଟ୍ ହାଉସ୍ ଯେଉଁଟା ଆମେ କହୁଛେ, ତାର ଯେଉଁ ଅବସ୍ଥା ଉପରେ କ'ଣ ଆପଣଙ୍କର ମତାମତ ଦେବେ? ଆପଣ ଜାଣିନାହାନ୍ତି କି? ଭେରି ଇଣ୍ଟରେଷ୍ଟିଂ କଥା ଆଜ୍ଞା। ନୀଳଗିରି ସାର୍କିଟ୍ ହାଉସ୍ରୁ ବର୍ତ୍ତମାନ ନୀଳଗିରି ଆଇବେ ହେଇଗଲାଣି। ପୂର୍ବରୁ ନୀଳଗିରିରେ ସର୍କିଟ୍ ହାଉସ୍ ଥିଲା ଏବଂ ଏ ସର୍କିଟ୍ ହାଉସ୍ଟା ଥିଲା ଫର୍ ବ୍ରିଟିଶାର୍ସ। ଏଠି ବ୍ରିଟିଶାର ମାନେ ଆସୁଥିଲେ, ରଜା, କେବଳ ରଜା ଏବଂ ବ୍ରିଟିଶ ଶାସନ ସମୟରେ ବ୍ରିଟିଶାର ମାନେ ରହୁଥିଲେ, ତାଙ୍କର ବଡ଼ ବଡ଼ ହାକିମମାନେ ଆସୁଥିଲେ। ଆଉ ଗୋଟେ ଇଣ୍ଡିଆନ୍ ଗେଷ୍ଟ ହାଉସ୍ ଥିଲା ବଜାର ମଝିରେ। ଇଣ୍ଡିଆନ୍ ଗେଷ୍ଟ ହାଉସ୍ରେ ଇଣ୍ଡିଆନ୍ ମାନେ ରହୁଥିଲେ, କିନ୍ତୁ ଇଣ୍ଡିଆନ୍ ଗେଷ୍ଟ ହାଉସ୍ ଚାଲିଗଲା। ବର୍ତ୍ତମାନ ସେଠି ବର୍ତ୍ତମାନ ହେଇଗଲା ସରକାରୀ ଅଫିସ୍ କରିଦେଲେ ତାକୁ। ଏବେ ଖୁବ୍ ରିସେଣ୍ଟଲି କରିଦେଲେ ଯେ ତାକୁ କରିଦେଇଛନ୍ତି ବର୍ତ୍ତମାନ କୋଅପରେଟିଭ୍ ଡିପାର୍ଟମେଣ୍ଟର ଅଫିସ୍। ଆଉ ଏଟା ସାର୍କିଟ୍ ହାଉସ୍ ବର୍ତ୍ତମାନ ଆଇବେ ହେଇଗଲା। ତେଣୁ ବର୍ତ୍ତମାନ ଆଇବିର ଅବସ୍ଥା ଯାହା, ବର୍ତ୍ତମାନ ଏଟା ଭଗ୍ନ ସ୍ତୂପ। ୟାକୁ ଦେଖିଲେ ବର୍ତ୍ତମାନ ଜଣାପଡ଼ୁଛି ଯେ ନୀଳଗିରି ଗଡ଼ଜାତ ପ୍ରତି ଯେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କର ବୈମାତୃକ ମନୋଭାବ ଚିନ୍ତାଧାରା ରହିଛି। ମୁଁ ଆଶା କରୁଛି ବର୍ତ୍ତମାନ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଲା ପରେ ସେ ବର୍ତ୍ତମାନ ସମସ୍ତ ଅଞ୍ଚଳ ବୁଲୁଛନ୍ତି, ଗସ୍ତ କରୁଛନ୍ତି, ସମସ୍ତ ଐତିହ୍ୟକୁ ସୁରକ୍ଷା ଦେଉଛନ୍ତି ଏବଂ ସେ ନିଶ୍ଚୟ ଏଥିରୁ ସୁରକ୍ଷା ଦେବେ। ମୁଁ ମଧ୍ୟ MLA MPଙ୍କୁ ଅନୁରୋଧ କରୁଛି, ସେମାନେ ମଧ୍ୟ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରନ୍ତୁ ଯେମିତି ଏଠି ଟଙ୍କା ଦେଇକି ଆକୁ ପୁନରୁଦ୍ଧାର କରାଯାଉ। ଏ ଘର ଫାଟି ଯାଇଛି। ଏଇଟା ଗୋଟେ ଏଠି ଆପଣ ଏଇଟା ଯେଉଁ ଦେଖୁଛନ୍ତି ଏଇଟା କ'ଣ? ଏଇଟା ବର୍ତ୍ତମାନ ଗୁହାଳ ଘର ହେଇଯାଇଛି। ଏଠି ଆଗରୁ ଆପଣଙ୍କର ସେପଟରେ ପାର୍କ ହେଇଥିଲା, ମାନେ ପାର୍କିଂ ହେଉଥିଲା ଗାଡ଼ି, ଏବଂ ଏଇଟା ଆମର ରହୁଥିଲେ ଏଠି କିଏ ଯେଉଁ ୱାଚମ୍ୟାନ୍ ଜଗୁଥିଲେ। ବର୍ତ୍ତମାନ ୱାଚମ୍ୟାନ୍ ନାହିଁ, ୱାଚମ୍ୟାନ୍ର ପୋଷ୍ଟ ନାହିଁ, ଜଣଙ୍କୁ ଟେମ୍ପୋରାରୀ ଜଗା ହେଉଛି। ଗୋଟେ ଡ୍ରାଇଭରକୁ ଦାୟିତ୍ୱ ଦିଆହେଇଛି ସବ୍ କଲେକ୍ଟର ଅଫିସରୁ ବୁଝିବା ପାଇଁ। ଖଣ୍ଡେ ଚେୟାର ନାହିଁ ବସିବା ପାଇଁ। ପାଣି, ବର୍ତ୍ତମାନ ପାଣି ଟିକେ ଗ୍ଲାସରେ ମୁଁ ଆଜି ହାଇୱେ ଦେଇଥିଲି, ବୁକ୍ କରୁଥିଲି ରହିବା ପାଇଁ, 3-4 ଘଣ୍ଟା ମୁଁ ଥିଲି ସେଠି। ବର୍ତ୍ତମାନ ପାଣି ମାଗିଲା ବେଳକୁ କହୁଛି ଆମର ଖରାପ ହେଇଯାଇଛି ଆକ୍ୱାଗାର୍ଡ। ତେଣୁ ଏ ଅବସ୍ଥାରେ ସାର୍କିଟ୍ ହାଉସ୍ର କ'ଣ ଅବସ୍ଥା? ତେଣୁ ୟାକୁ ବର୍ତ୍ତମାନ ତୁରନ୍ତ ପୁନରୁଦ୍ଧାର କରିବାକୁ ମୁଁ ଦାବି କରୁଛି। ଯଦି ଏହା ନ କରାଯାଏ ତାହେଲେ ବାଧ୍ୟ ହୋଇକି ନୀଳଗିରିର ଐତିହ୍ୟର ସୁରକ୍ଷା କରିବା ପାଇଁ ଆମକୁ ଆନ୍ଦୋଳନକୁ ଯିବାକୁ ପଡ଼ିବ। ଧନ୍ୟବାଦ। ଆପଣ ଟିକେ ପରିଚୟଟା ଦେବେ। କହିଲେ ନିରଞ୍ଜନ ବାରିକ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ। ଏଇ ଯେଉଁ ଆଇବି ଉପରେ ଆପଣ ଗୋଟେ ଅଭିଯୋଗ ଆଣୁଛନ୍ତି, କହିଲେ କ'ଣ ପରିସ୍ଥିତି ହେଇଛି ନୀଳଗିରି? ଦୁଃଖ
दुख लगुच आज्ञा विकास विकास गोटे हुरी पड़ी बजेट अधिवेशन आरंभ ठार विकास विकास चलती विकास गोटे नारा बोली केंद्र सरकार राज्य सरकार कहते ऐतिहासिक चुक्तिनामा ये 1938 मसीहा प्रजामंडल आंदोलन बजर गेट सहित ये सर्किट हाउस से दिन चुक्ति होता से ऐतिहासिक जो किंवदंती स्मृति आज आपण मैंने छवि देखिपे जे किभली विभिन्न भाव में अच्छी आज जना पड़ी नीलगिरी विकास कौटी यही डाक बंगला आज पर्यंत अच्छी ब्रिटिश पीरियड रु माने रजा राजुड़ा समय जो डाक बंगला थिला तार आज माने परिचय सृष्टि करुच्ची नीलगिरी विकास कौटी पहुंची यही भग्नस्तूप को देखिले आपण माने समस्त अनुभव करेंगे तेणु आज्ञा लाज माड़ुची जो जो मैंने विकास विकास कहते विकासटा जो सर्किट हाउस विकास हो पारना एवं ये सब ऑफिसर मान रोच ये मंत्री मैंने रोच ये विधायक मैंने रोच जितेबाला सरकारी व्यवस्था हो सब ये हो सब यही जगार होता बेले ये जगहटा ये विदीर्ण अवस्था रही आज्ञा नीलगिरी लोक भाव में कहवाक गले आमको गोटे लाज माड़ुची नीलगिरी विकास यही अवस्था अच्छी तेणु मु अनुरोध करुच्ची मोहन सरकार को जे से बहु कथा कहते ऐतिहासिक जो किंवदंती रखि ये सर्किट हाउस प्रति नजर रहा दरकार विकास ये प्रमाण करुच्ची जे आपण विकास भितर नहांती से दिन आम कहबू विकास आसी जो दिन यही भग्नस्तूप गोटे देखला भाई अवस्था हम जहाँ हो मुझे गणमाध्यम जरिए अनुरोध करुच्ची गोटे नजर पड़ा उचित। धन्यवाद।